ସୁନ୍ଦର କଥାଟିଏ ନିଶ୍ଚିତ ଆପଣ ଅନୁଭବ କରିବେ ଏବଂ ହୃଦୟଙ୍ଗମ କରିବେ। ଆଉ ମୋ କଥାକୁ ଆପଣ ସତ ନ ଭାବିପାରନ୍ତି, ୟାକୁ କାହାଣୀ ଗପ କିମ୍ବା ମନର କଳ୍ପନା ବୋଲି ଆପଣ କହିପାରନ୍ତି, ସେଥିରେ ମୁଁ ରାଜି ଅଛି। ଆପଣମାନେ ଚିନ୍ତା କରନ୍ତୁ, ଆଗ ଅନ୍ଧାର ଥିଲା ଆଉ ଆଲୁଅ ଥିଲା। ଦିନରେ ଆଲୁଅ, ରାତିରେ ଅନ୍ଧାର। କିନ୍ତୁ ଆଜି ସେ ଅନ୍ଧାର ଦୂରେଇ ଯାଇଛି ଏଇଥିପାଇଁ ଆଜିକାଲିର ବିଜୁଳି ଆଲୁଅର ଚକମକ ଭିତରେ ଅନ୍ଧାର ଆଉ ନାହିଁ, ରାତି ଆଉ ନାହିଁ। ରାତି ଲୁଚିଗଲାଣି କେଉଁ ଆଭାମାନ କାଳରୁ। ରାତି ତାପରେ ଗଲା କୁଆଡ଼େ, ସେ ଅନ୍ଧାରଟି ଗଲା କୁଆଡ଼େ। ସେ ଅନ୍ଧାର ବର୍ତ୍ତମାନ ଆମ ମନ ଭିତରେ ପ୍ରବେଶ କରିଯାଇଛି। କେବଳ କଳା କିଟମିଟି ଅନ୍ଧାର। ଅନ୍ଧାରକୁ ଜଣେ ପଚାରିଲେ ଯେ ତୁ ତ ସଦାବେଳେ ଥିଲୁ, ଦିନ ଆଉ ରାତି, ଦିନର ଆଲୁଅ ରାତିର ଅନ୍ଧାର, ତୁ ବର୍ତ୍ତମାନ କେଉଁଠି ଅଛୁ? ଅନ୍ଧାର କଲା, ମୁଁ ପ୍ରତ୍ୟେକ ମଣିଷ ଶରୀର ଭିତରେ କଳିଯୁଗରେ ପ୍ରବେଶ କରିଯାଇଛି। କାରଣ ସତ୍ୟ ତ୍ରେତା ଓ ଦ୍ୱାପର ଯୁଗରେ ଆଲୁଅ ନଥିଲା, କେବଳ ଦୀପଟିଏ ଜଳୁଥିଲା, କିନ୍ତୁ ଅନ୍ଧାର ଥିଲା। ମାଆମାନେ ମାଉସୀମାନେ ଦୀପଟିଏ ଜଳାଉଥିଲେ, ଯେତିକି ଦୀପ ତା ପରିସୀମା ଭିତରେ ତା'ର ଉଜ୍ଜ୍ୱଳତା ପ୍ରକାଶ କରୁଥିଲା, କିନ୍ତୁ ତାପରେ ମୁଁ ବିରାଜମାନ କରୁଥିଲି। କିନ୍ତୁ ଏ କଳିଯୁଗରେ ଗାଁ କୁହନ୍ତୁ, ସହର କୁହନ୍ତୁ, ସବୁଠି କେବଳ ଚିକମିକି ଆଲୁଅ, ଆଉ ତା ଭିତରେ ଅନ୍ଧାରକୁ ସମସ୍ତେ ଦୂରେଇ ଦେବାକୁ ଚେଷ୍ଟା କଲେ, ଭଗେଇବାକୁ ଚେଷ୍ଟା କଲେ, ଦୂରେଇବାକୁ ଚେଷ୍ଟା କଲେ। କିନ୍ତୁ ମୁଁ ଯିବି କୁଆଡ଼େ? ମୋର ତ ସ୍ଥାନ ପୁଣି ଅଛି। ସେଇ ସ୍ଥାନ ଭିତରେ ମୁଁ ବର୍ତ୍ତମାନ ଆସି ରହିଯାଇଛି ମଣିଷର ମନ ଭିତରେ, ହୃଦୟ ଭିତରେ। ମୁଁ ସ୍ଥାନ ପାଇଗଲି, ଆଉ ମୋର କୁଆଡ଼େ ଯିବା ଆବଶ୍ୟକ ପଡ଼େ ନା। କିନ୍ତୁ ମଣିଷ ତା ହୃଦୟକୁ ନିର୍ମଳ କରିପାରୁନି, ହୃଦୟକୁ ସଫା କରିପାରୁନି, ମୋତେ ଭଗେଇ ପାରୁନି ହୃଦୟ ଭିତରୁ। କାହିଁକି ନା ତା ହୃଦୟ ଭିତରର ଉଜ୍ଜ୍ୱଳତାକୁ ସେ କେବେଠୁ ହଜେଇ ଦେଇଛି। ତେଣୁ ତା ହୃଦୟ ଭିତରେ ମୁଁ ବାସ କରିଛି। ଜୟ ଜଗନ୍ନାଥ।